ମିଛ କହିକି ବିଶ୍ୱାସ ଭାଙ୍ଗିବା ଅପେକ୍ଷା ସତ କହି ସମ୍ପର୍କ ଭାଙ୍ଗିଦେବା ଭଲ। କାରଣ ସମ୍ପର୍କ ପୁଣି ଥରେ ଗଢ଼ି ହେବ, କିନ୍ତୁ ବିଶ୍ୱାସ ନୁହେଁ। ଜୀବନ ସାଥୀ ଦିନେ ନା ଦିନେ ସମସ୍ତଙ୍କୁ ମିଳେ, ହେଲେ ମନର କଥା ଏବଂ ହୃଦୟର ଭାଷା ଯିଏ ବୁଝିପାରୁଥିବ, ଏମିତି ସାଥୀ କେବଳ ଭାଗ୍ୟରେ ଥିଲେ ମିଳେ। ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡ଼ିଥାଏ, କାରଣ ଅକୁହା କଥାକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ଭୁଲ ଯାହାର ବି ଥାଉ, ଝଗଡ଼ା ପରେ ଯିଏ ପ୍ରଥମେ କଥା ହୁଏ ସିଏ ପ୍ରକୃତରେ ସମ୍ପର୍କର ମୂଲ୍ୟକୁ ଠିକରେ ବୁଝିପାରିଥାଏ। ଏହି ତିନୋଟି କଥାକୁ ଜୀବନରେ ମନେ ରଖ। ଆନନ୍ଦରେ ବଚନ ଦିଅ ନାହିଁ, କ୍ରୋଧରେ ଉତ୍ତର ଦିଅ ନାହିଁ ଏବଂ ଦୁଃଖରେ ନିଷ୍ପତ୍ତି ନିଅ ନାହିଁ। ଖରାପ ସମୟ ତ ସମସ୍ତଙ୍କ ଜୀବନରେ ଆସିଥାଏ, କିନ୍ତୁ ଏହି ଖରାପ ସମୟ ଆମ ଚାରିପାଖରେ ଥିବା ମୁଖାପିନ୍ଧା ଚେହେରା ଉପରୁ ପରଦା ଉଠାଇବାରେ ସାହାଯ୍ୟ କରିଥାଏ। ସମ୍ପର୍କରେ ଅଭିମାନ କରନ୍ତୁ ଚଳିବ, କିନ୍ତୁ ଅଭିନୟ ନୁହେଁ। ସମ୍ପର୍କ ତାହା ହୋଇଥାଏ ଯେଉଁଠାରେ ଶବ୍ଦ କମ୍ ଏବଂ ବୁଝିବା ଅଧିକ ହୋଇଥାଏ।